ଜୟ ଜଗନ୍ନାଥ ସାଙ୍ଗମାନେ, ଚାଲନ୍ତୁ ସକାଳୁ ସକାଳୁ ମିନି ବ୍ଲଗ୍ଟା ଗୋଟେ ଆରମ୍ଭ କରିବା। ଚାଲନ୍ତୁ କିନ୍ତୁ ଏଠି ବାପା ପୁଅ ଶୋଇଛନ୍ତି। ୟୁନାକୁ ସ୍କୁଲରୁ ହିଁ ଡାକିଲି। ୟୁନା ଆସିକି ତା ମମି ପାଖରେ ପାଇଁ ଶୋଇପଡ଼ିଲାଣି। ତାକୁ ଟିକେ ବ୍ରସ୍ କରେଇଲି। ତାର ବ୍ରସ୍ ସରିଲା ପରେ ତାକୁ ଟିକେ ଖୁଆଇବି। ତାପରେ ମୁଁ ଗଲି ବ୍ରସ୍ କରିକି ଚାହା ପାଇଁକା ଅଦା ଗୋଲମରିଚ ପକାଇକି ଗୋଟେ ଚାହା କଲି ପାଗ ଦେଖିକି। ଚାହାଟା ମୋର ହେଇଗଲା। ବାବାଙ୍କ ପାଇଁ ମୋ ପାଇଁ ଟିକେ କରିଦେଲି। ତାପରେ ୟୁନାକୁ ଆସିଲେ ଟିକେ ଖୁଆଇଦେଲି, ଯେହେତୁ ତାର ଲାଷ୍ଟ ଏକ୍ଜାମ୍। ତ ରୂପା ଏମାନଙ୍କୁ ଏଠି ରେଡ଼ି କରିଦେଉଛି। ତାପରେ ବୋଉ ମୋର ଗଲୁ ବାରିକି ଆସିଲା ତାର ପିଲାଙ୍କୁ ସ୍କୁଲ ଛାଡ଼ିଦେଲି। ପିଲା ସ୍କୁଲ ଗଲେ ଦେଖନ୍ତୁ ହାତକୁ କେମିତି ଭିଡ଼ିକି ରଖୁଛନ୍ତି ଦୁଇ ଭାଇ ଯାକ। ତ ସବୁଦିନ ସେଭଳିଆ ସ୍କୁଲ ଗଲାବେଳେ ଲାଷ୍ଟ ପର୍ଯ୍ୟନ୍ତ ସେ ଟାଟା କରିବି, ହାତକୁ ଧରିକି ଥିବି। ତାପରେ ଆମେ ଗଲୁ ଏଠି କଦଳୀ ମଞ୍ଜା ପାଣି ଆଣିବା ପାଇଁ। ଆର ଫୁଲ୍ ବ୍ଲକ୍ଟା ମୁଁ ଆଣିଦେବି ତାକୁ। ତାପରେ ଆଣିକି ଟିକେ ଛାଣିକି ବୋଉ ପିଇଲେ। ତାପରେ ଟିକେ ରୂପା ଚାଉମିନ୍ କରିଥିଲା, ଆମେ ଚାଉମିନ୍ ଖାଇଦେଲୁ। ତାପରେ ମୋର ଆଉଥରେ ଚାହା ଆସିଲା ବାବାଙ୍କର ମୋର ଆହୁରି ଚାହା ପିଇଲୁ। ତାପରେ ବାବାକୁ ଠିଆ ଚାହା ପିଇ ଥଣ୍ଡା ହେଇଛି, ପୁଣି ଆଉଥରେ ବି ଚାହା ଆସିଲା। ଦିନକୁ 3 ଥର ଚାହା ହେଇଗଲାଣି ଅଲରେଡ଼ି। ତାପରେ ରୂପା ଏଇଠି ମଞ୍ଜା କାଟୁଛି, ଆଉ ପତିଦେବ ଏଇଠି ପଖାଳ ଖାଉଛନ୍ତି। ଜେଜେ ମାଛ ଆଣିକି ଥୋଇଛନ୍ତି। ପତିଦେବ ଏଇଠି ପଖାଳ ଖାଉଛନ୍ତି। ଆମେ ପଖାଳ ଖାଇ ଗୋଟେ ବାହାରିବାର ଅଛି, ଯିବାର ଅଛି। ତ ଏଇଠି ପିଲାଙ୍କର ଲାଷ୍ଟ ଏକ୍ଜାମ୍, କେମିତି ଡ୍ୟାନ୍ସ କରୁଛନ୍ତି ଦେଖନ୍ତୁ। ତାପରେ ଆମେ ଏଇଠି ବାହାରି ଗଲୁ, ପତିଦେବ ମୁଁ ବାହାରିଲୁ। ଗଲୁ ଟିକେ ଗାଡ଼ି ସୋରୁମ୍ ଗଲୁ। ପତିଦେବ ଏଟିଏମ୍ ଗଲେ, ଏଟିଏମ୍ ଆସିଲେ ଟିକେ ଗାଡ଼ି ସୋରୁମ୍ ଗଲୁ। ଗାଡ଼ି ସୋରୁମ୍ରେ ଦେଖନ୍ତୁ ମୋର ଏଠି ସିଗ୍ନେଚର୍ ଚାଲିଛି, ସିଗ୍ନେଚର୍ କରିବା। ତାପରେ ଫାଇନାଲି ଆମର ଗାଡ଼ି ପଳେଇ ଆସିଲା। ତାପରେ ଆମେ ଟିକେ ବାଟ ମଙ୍ଗଳା ଯିବୁ। ବାଟ ମଙ୍ଗଳା ଦେଖ ମାଆଙ୍କୁ ଟିକେ ଦର୍ଶନ କରୁ। ଦେଖନ୍ତୁ ଆପଣମାନେ ବି ଟିକେ ଦର୍ଶନ କରିଦିଅନ୍ତୁ ମାଆଙ୍କୁ ପୁରା ପାଖରୁ। ତ ମାଆଙ୍କୁ ଏଠି ଦର୍ଶନ କଲୁ। ତାପରେ ଗାଡ଼ି ପୂଜା ହେବ। ମୁଁ ଭୋଗ ନେଇକି ଯାଉଛି। ଜୟ ମା ମଙ୍ଗଳା। ପୁଅର ମୋର ଏଠି ମାଆଙ୍କୁ ଟିକେ ପ୍ରଣାମ ଚଳାଇଛୁ। ମାଆଙ୍କୁ ଟିକେ ମୋ ଦୁଃଖ ଜଣାଉଛି। ତାପରେ ଏଇଠି ଭାଇନା ଆସିଲେ, ଗାଡ଼ି ପୂଜା ଚାଲିଛି। ଆଉ ରିହୁନା ଏଇଠି ନଟଖଟି ହେଲମେଟ୍ ପିନ୍ଧିକି ଖାଲି ନଟଖଟି ହେଇକି ପୁରା ହସୁଛି ମୋତେ, କହିବା କଥା ନୁହଁ। ତା ବାପା ଯଦି ମୁଁ ଏମିତି ହସିଲି, ତା ବାପା କହିଲେ ହେଲମେଟ୍ ତ। ମୁଁ କେଁ ଘୋଡ଼ା ଘୋଳି ହସିଲି। ତାର ଟିକେ ଦେଖନ୍ତୁ ଗାଡ଼ି ପୂଜା ଆମର ଚାଲିଛି। ତାପରେ ଗାଡ଼ି ପୂଜା ସରିଲେ ଆମେ ଟିକେ ଯିବୁ। ମୋର ଭାଇର ଆକ୍ସିଡେଣ୍ଟ ହେଇଯାଇଥିଲା, ଆମେ ତା ପାଖକୁ ଟିକେ ଯିବୁ, ଦେଖା କରିବୁ। ମୋତେ ରାତିରେ ତାର ଆକ୍ସିଡେଣ୍ଟ ହେଲା। ମୋତେ ଯେତେବେଳେ ଫଟୋ ଛାଡ଼ିଲା ଆଉ କହିଲା, ରାତି ସାରା ମନଟା ଭଲ ଲାଗୁନଥିଲା, କ'ଣ ହେଇଛି କ'ଣ ନାହିଁ। ଭଗବାନ ଦୟାରୁ ବେଶୀ କିଛି ହେଇନି ତାର। ତ ଏଇଠି ଜିତ୍ ସେ ବି ଦେବ ଖାଇବା ପାଇଁ। ତ ଏଇଠି ଦେଖନ୍ତୁ ସେ କେମିତି ଦେଲା ଖାଇବା ପାଇଁ। ଆମେ ଚାଲୁଛୁ। ଆଜି ପାଗଟା ବହୁତ ବଢ଼ିଆ ଲାଗୁଥିଲା, ଆଉ ସୁନ୍ଦର ବି ଥିଲା। ତାପରେ ଆମେ ଏଇଠି ଗଲୁ ଟିକେ 3 ଜଣଙ୍କର ଗୋଟେ ଭିଡ଼ିଓ କରିବା ପାଇଁ ଭାବିଲି, କିନ୍ତୁ କରିପାରିଲିନି। ତାପରେ ଭାଇଟା ପାଖକୁ ଯିବୁ, ତ ତା ପାଇଁ ଟିକେ ଫଳମୂଳ ନେଇକି ଯିବା। ତ ସେଇଠି ଗଲୁ ଗୋଟେ ଗାଁ ଇଏରେ। ଏଇଠି ବଢ଼ିଆ ଲାଗିଲା। ବରାଟା ପୁରା ଟେଷ୍ଟ ଥିଲା। ଛେନାପୋଡ଼ଟା ବି ଏତେ ଟେଷ୍ଟ ନଥିଲା, କିନ୍ତୁ ବରା ବହୁତ ଟେଷ୍ଟ ଥିଲା। ରିହୁନା କହିଲା ବରା ଖାଇବ। ମୋତେ ସେ ବରା, କଞ୍ଚା ଲଙ୍କା, ପିଆଜ ଟିକେ ଦେଲେ, ବହୁତ ଟେଷ୍ଟ ଥିଲା। ଫାଇନାଲି ତାଙ୍କ ଘରେ ପହଞ୍ଚିଗଲୁ। ଯାଉଛୁ ଜାଣିଲୁ ଯେ ଆର ବାର୍ଥଡ଼େ। ମୁଁ ତାକୁ ୱିଶ୍ କରୁଛି, ହ୍ୟାପି ବାର୍ଥଡ଼େ ଟୁ ୟୁ। ଦେଖନ୍ତୁ ଆକାଶର ଅବସ୍ଥା କ'ଣ ହେଇଛି, ଏଇଭଳି ଅବସ୍ଥା ହେଇଛି। ତାପରେ ଖୁଡ଼ି ଆମକୁ ଦେଲେ ମାଜା, ଆମେ ଏଠି ମାଜା ପିଉଛୁ। ତାପରେ ଟିକେ କେକ୍ ତାଙ୍କ କଟିଂ ଥିଲା, କେକ୍ ଆଣି ଟିକେ ଦେଇଦେଲି ଖୁଡ଼ି। ମୁଁ ବି ତାଙ୍କୁ ଟିକେ ଖୁଆଇଦେଲି, ମନା କରୁଥିଲେ କିନ୍ତୁ ଟିକେ ଖାଇଲେ। ତାପରେ ଖେଚୁଡ଼ି, ମାଛ ବେସର, ଡାଲି, ଖଟା ଏମିତି ବାଢ଼ିଲେ, ଆମେ ଖାଇଲୁ। ଖାଇସାରିଲା ପରେ ଆସିଲା ମୋ ବଡ଼ ଯାଆକୁ ଯିବୁ ଟିକେ ମିଠା କିଣିବା ପାଇଁ। ଏଇଠି ଟିକେ ମିଠା କିଣିଲୁ। ଫାଇନାଲି ତାଙ୍କ ଘରେ ଟିକେ ପହଞ୍ଚିଲୁ, ଟିକେ ମଜାମସ୍ତି କଲୁ। ଆଉ ମୋ ଦେଢ଼ଶୁର ମୋ ପାଇଁ ଟିକେ ବନେଇଥିଲେ ଦହି ପଖାଳ, ଭଜା ଭଜି ମୁଁ ଖାଇଦେଲି। ତାପରେ ଆସିଲୁ ଘରକୁ, ଦେଖିଲୁ, ଟାଟା କଲୁ। ଚିଣ୍ଟି ଆମ ଉପରେ ରାଗିଛି, ସେଥିପାଇଁ ଛାଡ଼ିବା ପାଇଁ ଆସିଲାନି। ହେଲେ ମୋ ଯାଆର ଆଉ ମୋ ସାନ ଝିଅର ଆସିଲା। ଇଏ ଜିଦି କଲା ମୁଁ ମଟନ୍ ବିରିୟାନୀ ଖାଇବି, ଚିକେନ୍ ପକୋଡ଼ା ଖାଇବି। ମୁଁ କହିଲି ହଉ ଚାଲେ। ସେ କିଛି ଖାଇନଥିଲା, ଯାହା ସେଇଠି ଖାଇଥିଲା। ତ ସେ ଟିକେ ଖାଇଦେଲା। ତାର ବହୁତ ଜିଦି, କିନ୍ତୁ ଜିଦି ଯାହା କିଛି ଖାଇପାରିଲାନି। ରିଟର୍ନ ପାଇଁ ଘରକୁ ତାକୁ ନେଇକି ଆମେ ଆସିଲୁ। ତାପରେ ଏଠି ମିଠା କିଣିଲେ ଘର ପାଇଁ, ଟିକେ ମିଠା କିଣାକିଣି କଲୁ। ମୁଁ ଜାଣିଛି ଯାହା ହେଲେ ମୁଁ ଟିକେ ଥମ୍ସଅପ୍ ପିଇବି, ନ ପିଇଲେ ମୋତେ ଭଲ ଲାଗିବନି। ତ ଇଏ ମୋତେ ଏଇଠି କହୁଛି ମୋ ପାଇଁ ମାମା ଟିକେ ସୁନା ମୁଦିଟି ସୁନା ଚେନ୍ ଜୁଏଲେରୀ ପକେଇ ଠିଆ ହେଇଥିଲୁ। ତାପରେ ଆସିଲୁ, ମୁଁ ଜଲଜିରା ପକେଇ ଥମ୍ସଅପ୍ ପିଇଲୁ।